ସାଇରନ୍ ହେଉଛି ଗୋଟେ ଏୟାର ସାଇରନ୍। ୟାକୁ ବେଶୀ ଚିନ୍ତା କରିବା ଦରକାର ନାହିଁ କି ପ୍ୟାନିକ୍ ହେବା ଦରକାର ନାହିଁ। ଏଇଟା ଗୋଟେ ୱାର୍ଣ୍ଣିଂ ସିଷ୍ଟମ୍ ଯୋଉଟାକି ଯେତେବେଳେ ଯୁଦ୍ଧ ଲାଗେ କି ବର୍ତ୍ତମାନ ଯୋଉ ଟାଇମ୍ରେ ଆପଣ ଦେଖିବେ ପୁଞ୍ଚ ହେଲା ରାଜୌରୀ ହେଲା ସେଠି ବି ଏଇ ସାଇରନ୍ ବାଜିଥିଲା ଆଉ ଲୋକମାନେ ତାଙ୍କ ସୁରକ୍ଷିତ ଜାଗାକୁ ଯାଇଥିଲେ। ଆଉ ଏମିତି ଏଇଟା ଏଇଥିରେ ପ୍ରାକ୍ଟିସ୍ କରାହେଉଛି କି ଯଦି ଅଲ୍ ଆଉଟ୍ ୱାର୍ ହେଇଯାଏ ଓଡ଼ିଶାରେ ଯୋଉ ଯୋଉ ଭିଏଭିପି ଏରିଆସ୍ ଅଛି ଯୋଉଗୁଡ଼ାକ ଭ୍ୟାଲନେରେବୁଲ୍ ଏରିଆ ତା ଉପରେ ଆଟାକ୍ ଯଦି ହେଲା ଆମେ କେମିତି ବଞ୍ଚିପାରିବା କେମିତି ସୁରକ୍ଷିତ ଜାଗାକୁ ଯାଇପାରିବା। ଆଉ ଖାସ କର ଯୋଉ ସ୍କୁଲ କଲେଜେସ୍ ସେମାନେ ଅଣ୍ଡରଗ୍ରାଉଣ୍ଡକୁ ପଳେଇବା କି ତଳ ଯୋଉଗୁଡ଼ା ତଳ ମହଲା ସେଠି ଯାଇକି ରହିକିରି ଆମେ ଲେଟ୍ ଯିବା ମାନେ ପୁରା ଫ୍ଲାଟ୍ରେ ଶୋଇଯିବା। ଶୋଇବାରେ କ'ଣ ହେବ ଯେତେବେଳେ ବମ୍ ପଡ଼େ କି ମିସାଇଲ୍ ପଡ଼େ ଆପଣ ଜାଣିଥିବେ ସେଠି ପାଖାପାଖି 45ରୁ 30 ଡିଗ୍ରୀ ଉପରେ ସେଟା ପଳାଏ। ମାନେ ଆପଣ ଯଦି ବମ୍ ଗୋଟେ ଜାଗାରେ ପଡ଼ିଲା ସେଟା ବିକ୍ଷୁରିତ ହେଇକି ଉପରକୁ ଉଠେ ନା କି ସିଧା ଫ୍ଲାଟ୍ରେ ଯାଏ। ତ ସେଥିପାଇଁ ଯୋଉମାନେ ଶୁଅନ୍ତି ସେମାନେ ବଞ୍ଚିଯାଆନ୍ତି କାରଣ ଯୋଉ ସ୍ପ୍ଲିଣ୍ଟର୍ସ ଗୁଡ଼ା ଅଛି ତା ଭିତରେ TNT ସହିତ ସ୍ପ୍ଲିଣ୍ଟର ଥାଏ ବଲ୍ ଥାଏ କଣ୍ଟା ସବୁ ଲୁହା କଣ୍ଟା ଥାଏ ବମ୍ ଭିତରେ ତାକୁ ସେଇଟା ବେଶୀ ଡେଷ୍ଟ୍ରକ୍ଟିଭ୍ ହୁଏ। ତ ସେଥିପାଇଁ ଲୋକମାନେ ବଞ୍ଚିଯାଆନ୍ତି। ଆଉ ସେଇ ଯୋଉ ମକ୍ ଡ୍ରିଲ୍ କେମିତି ରହିବା ଯଦି ଇମିଡିଏଟ୍ ଆଟାକ୍ ହେଇଗଲା ତା କ'ଣ କରିବା କି ଗୋଟେ ମିସାଇଲ୍ ଆସୁଛି କି ଗୋଟେ ଏୟାରକ୍ରାଫ୍ଟ ଆସୁଛି ତାକୁ କମ୍ ସେ କମ୍ ପାକିସ୍ତାନରୁ ଆସିବାକୁ ବହୁତ ସମୟ ଲାଗିବ ହେଲା। ତ ଟାର୍ଗେଟେଡ୍ କୋଉଠି ଅଛି ବେଳେବେଳେ ଆମର ରାଡାର ସିଷ୍ଟମ ଜାଣିଦିଏ। ତ ଆମେ ୟାର୍ଲି ୱାର୍ଣ୍ଣିଂ ପାଇବା କି ଏଇ ଜାଗାରେ ଆଟାକ୍ ହେଉଛି କି ଏଇ ମୁହାଁ କି ଓଡ଼ିଶା ମୁହାଁ କି ବେଙ୍ଗଲ ମୁହାଁ ଏଇ ମିସାଇଲ୍ଟା ଆସୁଛି। ତା ପୂର୍ବରୁ ଆମେ ଯଦି ଜାଣିଯିବା ଆମେ ସେଫ୍ଟି ଜାଗାକୁ ପଳେଇବା ତାହେଲେ ଆମ ଜୀବନ ରକ୍ଷା କରିପାରିବା। କାରଣ ଯୁଦ୍ଧ ସମୟରେ ନିଶ୍ଚିତ ଆମେ ସବୁ ଜିନିଷ ଧ୍ୟାନ ଦେବାକୁ ପଡ଼ିବ। କାରଣ ଦେଶ ବଞ୍ଚିଲେ ଆମେ ନିଜେ ବଞ୍ଚିବା ଆମକୁ ନିଜେ ବଞ୍ଚେଇବା ଆଉ ଦେଶକୁ ସୁରକ୍ଷିତ ରଖିବା। ଏଇଥିରୁ ଅନୁମାନ କରାଯାଇପାରିବ କି ଯୁଦ୍ଧଟା ହବ ବୋଲି ଭାରତ ପାକିସ୍ତାନ ମଧ୍ୟରେ? ନାଇଁ ଯୁଦ୍ଧ ତ ଅଲରେଡି ଷ୍ଟାର୍ଟ ହେଇଗଲାଣି। ଇଟ୍ ଇଜ୍ ନଟ୍ ଯୁଦ୍ଧ ତ କହିବାନି ଆକୁ ଆମେ ଗୋଟେ ସ୍ପେଶିଆଲ ଟାର୍ଗେଟ ନେଇଛେ। ସେମାନେ ଯେମିତି ଆସିକିରି ଚୁପଚାପ ମାରିଦେଇକି ପଳଉଛନ୍ତି ଆମେ ତ ସେମିତି କରୁନେ। ଆମେ ଟେରିଷ୍ଟ ଏରିଆକୁ ମାରିଛେ। ବର୍ତ୍ତମାନ ଯୋଉ କାଲି ରାତିରେ ଯୋଉ ଆଟାକ୍ ହେଇଛି ପର୍ଟିକୁଲାର ମୁରିଦ ଆଉ ଉଡ଼ି ଆମର ଫରିଦକୋଟ ଏଇ ସବୁ ଏରିଆରେ ଯୋଉଟା ଟେରିଷ୍ଟ କ୍ୟାମ୍ପ ଚାଲିଥିଲା ସେଠି ସେଇଗୁଡାକରେ ଆଟାକ୍ ହେଇଛି। ଅଲରେଡି ଆମେ ଉଡ଼ିରେ ବି ଦେଖିଛୁ ମୁଁ ସେଇ ଏରିଆରେ ଥିଲି। ତ ଆରପଟେ ସେମାନେ ସବୁ ଆତଙ୍କୀର ସବୁ ଅଡ୍ଡା ବନେଇଛନ୍ତି କି ଟ୍ରେନିଂ କ୍ୟାମ୍ପ ଚାଲେ ସେମାନଙ୍କୁ ଆତଙ୍କୀ ମାନଙ୍କୁ ସେଇଠି ମାନେ ପ୍ରିପେୟାର କରାଯାଏ ଫେର ଭିତରକୁ ସେମାନେ ଆସନ୍ତି। ତ ସେଇଠି ଆମେ ଆଟାକ୍ କରିଛୁ। ଯୋଉ ସିଭିଲିଆନ ଏରିଆ କି ମିଲିଟାରୀ ବେସ୍ ଉପରେ ବର୍ତ୍ତମାନ ଯାକେ କୌଣସି ଆଟାକ୍ ହେଇନାହିଁ। ସେଥିପାଇଁ ଡରିବାର କିଛି ନାହିଁ ପ୍ୟାନିକ୍ ହେବାର କିଛି ନାହିଁ। ଓଡ଼ିଶାର ପ୍ରତ୍ୟେକ ଜନସାଧାରଣ ସୁରକ୍ଷିତ ଅଛନ୍ତି କାରଣ ଦେଶରେ ଆପଣଙ୍କର ଯୋଉ ଯବାନ ସେନା ଯବାନ ତୈନାତ ଅଛନ୍ତି ଆପଣଙ୍କ ସୁରକ୍ଷା ପାଇଁ ଦେଶ ସୁରକ୍ଷା ପାଇଁ।